ଆଜ୍ଞା ନମସ୍କାର। ପ୍ରିୟ ବନ୍ଧୁବନ୍ଧୁ ମୋତେ ପ୍ରଥମେ ନମସ୍କାର, ଜୟ ଜଗନ୍ନାଥ। 25-26 ପାଇଁ ମୁଁ ଚୟନ ହେଇଛି ଓଁକାର ପାଇଁ ଚରିତ୍ର ଅଭିନେତା ଭାବରେ। ଓଡ଼ିଶାର ଦର୍ଶକ ମୋତେ ଭଲ ଭାବରେ ଜାଣିଛନ୍ତି, ଚିହ୍ନିଛନ୍ତି। ଦୀର୍ଘ 40 ବର୍ଷ ବ୍ୟବଧାନ ଘରେ ପୁଣି ଆଜି ନୂଆ ଅନୁଷ୍ଠାନ ପାଳନ କରୁଛି ଯାତ୍ରା ଓଁକାର। ଭାବୁଛି ଯାତ୍ରା ଓଁକାରର ଭବିଷ୍ୟତ ଉଜ୍ଜଳମୟ ହଉ। ଆଉ ପ୍ରଯୋଜକମାନଙ୍କର ମନୋବୃତ୍ତି ଆଉ ଲେଖକ, ଗୀତିକାର ଏମାନଙ୍କର ସବୁ ସାହାଯ୍ୟ ସହାନୁଭୂତି ଭଲ କରିବା ପାଇଁ ଯେଉଁ ନିଶାନା ନିଆଯାଇଛି, ସେ କେମିତି ସତରେ ଭଲ ହଉ, ଭଲ ହିଁ ଦର୍ଶକଙ୍କ ଆଖି ସାମ୍ନାକୁ ଆସୁ ଏବଂ ଯାତ୍ରା ଓଁକାରର ଉନ୍ନତର କାମନା କରି ମୁଁ ରହୁଛି। ଆଉ କ'ଣ ପଚାର? ତ ଯୋଉ ଯାତ୍ରା ଏବେ ଚାଲିଛି ଲୋକମାନଙ୍କର ଆଗରୁ ତ ଟିକେ ଅ, ନିଛକ ଓଡ଼ିଆ କାହିଣୀ ପୂର୍ବର କାହିଣୀ ହଁ, ଆଶା ବିଶ୍ୱାସ ଅଛି ଯାତ୍ରା ଓଁକାର ନିଶ୍ଚିତ ଭାବରେ ପାରିବାରିକ ସମସ୍ୟା ଭିତରେ ଥିବା ନାଟକ ଗୁଡ଼ିକୁ ମଞ୍ଚସ୍ଥ କରିବ ଏବଂ ଦର୍ଶକମାନଙ୍କୁ ଆଦୃତ କଲା ଭଳି ଲାଗୁଛି। ତେଣୁ ଯଦି ଦେଖିବା ଆଜିକା ଡେଟ୍ରେ ରାତି 3ଟା ପରେ ଲୋକ ପଳଉଛନ୍ତି କେବଳ ଗୋଟେ ଜିନିଷ ହେଲା ବହି ଭଲ ହଉଛି ଲୋକମାନେ ତାହା ତ ଠିକ୍ ବହି ଭଲ ହଉନାହିଁ ବୋଲି ତାହା ତ ଠିକ୍ ଦର୍ଶକ କହିବେ। କିନ୍ତୁ କିଛି ଦର୍ଶକ ଅଛନ୍ତି, ବର୍ତ୍ତମାନ ଦର୍ଶକ ଚାରି ଭାଗରେ ବିଭକ୍ତ ହେଇଛି। କିଛି ଦର୍ଶକ ଅଛନ୍ତି ମେଲୋଡି ଦେଖିବା ପାଇଁ ଆସନ୍ତି, ଆଉ କିଛି ଦର୍ଶକ ରେକର୍ଡ ଡ୍ୟାନ୍ସ ଦେଖନ୍ତି। ମେଲୋଡି ରେକର୍ଡ ଡ୍ୟାନ୍ସ ସରିଗଲା ପରେ କିଛି ଦର୍ଶକ ସେଠି ଫେରିଯାନ୍ତି, ନାଟକ ପ୍ରତି ସେତେ ଧ୍ୟାନ ଦିଅନ୍ତିନି ଆଜିର ଯୁବପିଢ଼ି ଯେଉଁଭଳି ଭାବରେ ଅଛନ୍ତି। ତେଣୁ ନାଟକ ଯିଏ ଦେଖିବାକୁ ଆସୁଛି ସେ ନାଟକ ଶେଷ ପର୍ଯ୍ୟନ୍ତ ଦେଖିଲେ ସିନା ଭାବିବ ଯେ ନାଟକ ଭଲ ହେଇଛି କି ଖରାପ ହେଇଛି। ନାଟକ ନ ଦେଖି ନାଟକ ସମୁଦ୍ର ବିଷୟରେ କିଛି ନ ଜାଣି ସାଙ୍ଗେ ସାଙ୍ଗେ ରେକର୍ଡ ଡ୍ୟାନ୍ସ ମେଲୋଡି ପରେ ନାଟକ ବୁଡ଼ି ଉଠେଇଯିବା, ସେଇଟା ହଉଛି ଆପଣମାନେ ଦର୍ଶକଙ୍କର ବୋକାମି ହେଇପାରିଥାଏ। କାହିଁକିନା ଯୋଉ 200, 250, 300 ଟଙ୍କା ଟିକେଟ୍ କାଟିକି ଆପଣ ବସୁଛନ୍ତି, ପେସେନ୍ସ ଦରକାର, ଧୈର୍ଯ୍ୟ ଦରକାର। ସେପର୍ଯ୍ୟନ୍ତ ଦେଖନ୍ତୁ ନାଟକର ପରିସମାପ୍ତି ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାଟକ କେମିତି ଲାଗୁଛି। ଯଦି ନାଟକ ନ ଦେଖି କହିବ ଯେ ନାଟକ ଭଲ ଲାଗେନି, ପଳେଇଲେ ସିନା